ମୁଁ କ'ଣ କରିବି ରାତି ଝାଡ଼ା ପଡ଼ା ହେଇଯାଉଛି ସେଥିପାଇଁ ଗାଁ ବର୍ଷା କରି ପଡ଼ୁଛି ବାପା। ବାରଣ୍ଡାରେ ଶୋଇଛି ମା, ଘରେ ପଡ଼ିଛି ତାଲା। ରୋଗିଣା ମାକୁ ବାରଣ୍ଡାରେ ମଶା ଡାନ୍ସରେ ଏକୁଟିଆ ଛାଡ଼ି ପୁଅ ବୋଉ କୁଆଡ଼େ ପଳେଇ ଯାଇଛନ୍ତି। ଘରେ ରହିଲେ ଏ ରୋଗିଣା ମାର ସେବା କରିବାକୁ ପଡ଼ିବ ବୋଲି ପୁଅ ବୋଉକୁ ନେଇ କୁଆଡ଼େ ପଳେଇଛି। କିଏ କହୁଛି ବାପ ଘରକୁ ଯାଇଛି ତ କିଏ କହୁଛି ବୁଲିବାକୁ ଯାଇଛନ୍ତି। ଆଉ ଏଇ ବୁଢ଼ୀ ମଲା ପରେ ଆସିବେ ବୋଲି ଚର୍ଚ୍ଚା ହେଉଛି। ଆଉ ଏକଥା ବି ଯିଏ ଶୁଣିଛି ସିଏ କହୁଛି ଏମିତି ପୁଅ ଜନ୍ମ କରିବା ଅପେକ୍ଷା ନିଃସନ୍ତାନ ହୋଇଥିଲେ ଭଲ ହେଇଥାନ୍ତା। ଦର୍ଶକ ବନ୍ଧୁ ଟିକେ ଭଲ କରି ଦେଖନ୍ତୁ ଏଇ ବୁଢ଼ୀ ମାଉସୀକୁ। ବିଛଣାରେ ଶୋଇ କଇଁ କଇଁ ହୋଇ କାନ୍ଦୁଛି। ଆଉ କହୁଛନ୍ତି ମୋ ଦେହ ଭଲ ନାହିଁ, ଘରେ ରନ୍ଧାବଢ଼ା ନାହିଁ, କେହି ନାହାନ୍ତି, ମୁଁ କିଛି ଖାଇନି। ଏପଟେ ବିଛଣାରେ ପଡ଼ି ରହି ଝାଡ଼ା ପରିସ୍ରା ଉପରେ ଏମିତି ମଶା ଡାନ୍ସରେ ପଡ଼ିଛି ଏଇ ମା ଜଣକ। ଦୁଇ ପୁଅଙ୍କୁ ଜନ୍ମ କରିଥିଲି, ସେମାନଙ୍କ ଅଳି ଅର୍ଦ୍ଦଳି ସହି ନିଜ ପେଟକୁ ମାରି ସେମାନଙ୍କୁ ଛୋଟରୁ ବଡ଼ କରିଥିଲି। ବାହାସାହା ହେଲା ପରେ ମୁଁ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି, ହେଲେ ମୋ ପୁଅ ବୋହୂ ମୋତେ ପଚାରୁନାହାନ୍ତି। ମଶା ଡାଁସ କାମୁଡ଼ାରେ ମୁଁ ଏମିତି ଅତିଷ୍ଠ ହୋଇପଡ଼ିଲିଣି। ତାଙ୍କ ଛୋଟବେଳେ ମୁଁ ତାଙ୍କୁ କେବେ ଅଣଦେଖା କରିନି ଆଜ୍ଞା। ସେମାନେ କାହିଁକି ମୋତେ ଏତେ ଯନ୍ତ୍ରଣା ଦେଉଛନ୍ତି ମୁଁ ଜାଣିନି। ଏମିତି କହି କଇଁ କଇଁ ହୋଇ କାନ୍ଦି ନିଜର ରୋଗଶଯ୍ୟାରେ ପଡ଼ି ରହି ନିଜ ଦୁଃଖ ବଖାଣୁଛି ଏଇ ବୁଢ଼ୀ ମାଟି। 10 ମାସ 10 ଦିନ ଅନ୍ତ ଫାଡ଼ି ଗର୍ଭ ଯନ୍ତ୍ରଣା ସହି ପିଲାଟିକୁ ଜନ୍ମ କରିବା ପରେ ନିଜ ଜୀବନକୁ ପଛରେ ପକାଇ ପିଲାକୁ ମଣିଷ କରିବା ପରେ ପରିଣତ ବୟସରେ ପିଲାମାନେ କରୁଛନ୍ତି ବୃଦ୍ଧା ମାଆକୁ ହତାଦାର। ସମ୍ପତ୍ତି ଭାଗ କରିବା ଭଳି ମାଆକୁ କରିଛନ୍ତି 2 ଭାଗ। 2 ପୁଅଙ୍କ ବିବାଦ ଭିତରେ ବଳି ପଡ଼ିଛି ବୃଦ୍ଧା ମା, ଯାହାଫଳରେ ପରିଣତ ବୟସରେ ରୋଗ ଶଯ୍ୟାରେ ପଡ଼ି ରହି ଭଗବାନଙ୍କୁ ଡାକୁଛି ଏଇ ବୁଢ଼ୀ ମା ଜଣକ। ଦେଖନ୍ତୁ କେମିତି କଥା ମଧ୍ୟ ଠିକ୍ ଭାବରେ କହିପାରୁନାହାନ୍ତି। କେବଳ ଏତିକି କହୁଛନ୍ତି ମୋର କ'ଣ ଦୋଷ ରହିଲା ମୁଁ ଜାଣିପାରୁନି, କାହିଁକି ଏମିତି ପୁଅ ବୋଉ ମୋତେ ହତାଦାର କରୁଛନ୍ତି, ମୁଁ ବା ଆଉ କେତେ ଦିନ ବଞ୍ଚିବି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଭୂତମୁଣ୍ଡାଇ ପଞ୍ଚାୟତର ପିପଳ ଗ୍ରାମରେ। ଏହି ଗ୍ରାମର ସ୍ୱର୍ଗ ସୁକଦେବ ବେହେରାଙ୍କ 2 ପୁଅ ଲୋକନାଥ ଓ ଜଗନ୍ନାଥ ନିଜର ବୃଦ୍ଧା ମା ପ୍ରମିଳା ବେହେରାଙ୍କୁ ଅଣଦେଖା କରୁଥିବାର କରୁଣ ଚିତ୍ର ସଭ୍ୟ ସମାଜ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। 2 ପୁଅଙ୍କ ନାଁ ମା ରଖିଥିଲା ଲୋକନାଥ ଆଉ ଜଗନ୍ନାଥ। ହେଲେ ପରିଣତ ବୟସରେ ଏପରି କରୁଣ ଦୃଶ୍ୟ ଗ୍ରାମବାସୀମାନଙ୍କୁ ବ୍ୟଥିତ କରିଛି। 2 ପୁଅଙ୍କ ଟଣାଅଟରା ଭିତରେ ଏହି ବୁଢ଼ୀ ମାଟି ବଳି ପଡ଼ୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ତେବେ ମାଆକୁ ବୃଦ୍ଧାବସ୍ଥାରେ ଅଣଦେଖା କରୁଥିବା କଥାକୁ ସାନ ପୁଅ ଓ ବୋହୂ ଅସ୍ୱୀକାର କରିବା ସହିତ ସମ୍ପୂର୍ଣ୍ଣ ଏଡ଼ାଇ ପାରିନାହାନ୍ତି। ଆମ ଘର ଭାଙ୍ଗିରୁଜି ଯାଇଥିବା ବେଳେ ଆମେ ମୁଣ୍ଡ ଗୁଞ୍ଜିବା କଷ୍ଟକର ହୋଇଛି। ଏହା ସହିତ ମୋର ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା କାରଣରୁ ବଡ଼ ଭାଇକୁ କହିଥିଲି ମାଆକୁ ନେଇଯିବା ପାଇଁ, କିନ୍ତୁ ବଡ଼ ଭାଇ ମାଆକୁ ନେଉନାହିଁ। ଘରେ ଜାଗା ନଥିବାରୁ ବୋଉକୁ ବାରଣ୍ଡାରେ ରଖିଛି ବୋଲି କହିଛି ସାନ ପୁଅ। ହେଲେ ବଡ଼ ପୁଅ ବୋହୂ ଘରେ ତାଲା ପକାଇ କୁଆଡ଼େ ପଳାଇ ଯାଇଥିବାରୁ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରି ନାହିଁ। ତେବେ ଏହି 2 ଭାଇ ଚୋରା ନିଶା ବେପାର କରୁଥିବା କାରଣରୁ 2 ଭାଇଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଛି, ଯାହାଫଳରେ ପରିଣତ ବୟସରେ ବୃଦ୍ଧା ମାଟିକୁ ଭୋଗିବାକୁ ପଡ଼ୁଛି ବୋଲି ଗ୍ରାମବାସୀମାନେ ପ୍ରତିକ୍ରିୟାରେ କହିଛନ୍ତି। ବାପା ମା ପୁଅଟିଏ ପାଇଁ ଅନେକ ଦେବାଦେବୀକୁ ପୂଜା କରି ପୁଅଟିଏ ପାଇଥାନ୍ତି, ହେଲେ ପରିଣତ ବୟସରେ ଏ ବୃଦ୍ଧା ମାଟିକୁ ପୁଅମାନଙ୍କ ବ୍ୟବହାର ଖାଲି ସ୍ଥାନୀୟ ଅଞ୍ଚଳ କାହିଁକି, ଯିଏ ଶୁଣୁଛି ସିଏ କହୁଛି ନିଃସନ୍ତାନ ହେବ ପଛେ କେବେ ଏମିତି ପୁଅ ଭଗବାନ ନ ଦିଅନ୍ତୁ। ଏ ବୃଦ୍ଧା ମାଟିକୁ ପ୍ରଶାସନ ଉଦ୍ଧାର କରି ଉତ୍ତମ ଚିକିତ୍ସା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ପାରାଦୀପରୁ ବ୍ରିଜା ପ୍ରସାଦଙ୍କ ରିପୋର୍ଟ, ଏ1 ଓଡ଼ିଆ।